ସବୁ ଛୋଟ ଛୋଟ ସବୁ ଛତୁ ସବୁ ହେଇଗଲାଣି ପଡ଼ି ସବୁ ହେଇଗଲାଣି ହେଲା। ମୁଁ ଆଗରୁ ଗୋଟେ ଭିଡ଼ିଓ ମାନେ ସର୍ଟ ଭିଡ଼ିଓ କରିଛି ଯୋଉଟାକି ଛତୁ ମାନେ ମଞ୍ଜି କେମିତି ମାନେ ପକାଯାଏ ବେଡ଼ କେମିତି ପକାଯାଏ। ଦେଖ ଦେଖ ଏଇଠି ଛତୁ ହେଇଛି ହେଲା, ଏଇଟା ଟିକେ ତଳେ ହେଇଯାଇଛି ହେଲା। ଦେଖ ଏଇ ଛତୁ ପଡ଼ି ଛତୁ ଦେଖ ଛତୁ ଆଉ ଛତୁ ତ ଆଉ ଖାଇବାକୁ ମିଳିବନି ଯେହେତୁ ବଡ଼ ଯୋଉ ମେସିନ୍ ଧାନ କଟା ବାହାରିଲାଣି ତ ଛତୁ ଆଉ ଖାଇବାକୁ ମିଳିବନି। କୋରାପୁଟରେ 800 ଟଙ୍କା କେଜି ହେଲାଣି। ତ ମାନେ ଆଉ କିଛି ଦିନ ପରେ ଯୋଉ ମେସିନ୍ ବାହାରି କଲେଣି ତ ଆଉ ନଡ଼ା ତ ମିଳିବନି। ତ ନଡ଼ା ମିଳିବନି ମାନେ କଣ ଛତୁ ମିଳିବନି। ଛତୁ ହାଇଏଷ୍ଟ ରେଟ୍ ମଟନ୍ ଠୁ ଆହୁରି ହାଇଏଷ୍ଟ ରେଟ୍ ମାନେ 800 ଟଙ୍କା ମାନେ ହେଲାଣି ଛତୁ କେତେ ଟଙ୍କା ରେଟ୍ ହେଲାଣି 800 ଟଙ୍କା ମାନେ ମଟନ୍ କେଜି 700 ଟଙ୍କା ନା କଣ ନା ମଟନ୍ କେଜି 700 ସିଏ ହେଲାଣି 800 ମାନେ ହଉଛି ଯେତେ ଦିନ ଯାଏ ମେସିନ୍ ଟା ମାନେ ବନ୍ଦ ନ ହେଇଛି ତାହେଲେ ଲୋକ ଯଦି କାଟିବେ ତାହେଲେ ଧାନ ତାହେଲେ ସେତେ ଦିନ ଯାଏ ତାହେଲେ ଛତୁ ତାହେଲେ ବାହାରିବ। ଆଉ ଯଦି ମେସିନ୍ ପଶିକି ଯଦି ଧାନ କାଟିଲା ତାହେଲେ ଆଉ ଛତୁ ଫତୁ କିଛି ବାହାରିବନି। ଛତୁ ରେଟ୍ ଦିନକୁ ଦିନ ବଢ଼ିବ। ଇଆଡ଼େ କୋରାପୁଟରେ ହେଇଛି 800 1000 ଟଙ୍କା ମିନିମମ୍ ଛତୁ ରେଟ୍ ହେଇଯିବ 1000 ଟଙ୍କା ଦେଇକି ଛତୁ ଖାଇବ। ତ ଦୟାକରି ସମସ୍ତେ ଯଦି ଭିଡ଼ିଓ ଦେଖୁଛନ୍ତି ତାହେଲେ ମଣିଷ ଲଗେଇକିନା ଧାନ କାଟନ୍ତୁ, ନଡ଼ାକୁ ଉତ୍ପାଦନ କରନ୍ତୁ ହେଲା, ନଡ଼ାକୁ ଘରକୁ ଆଣନ୍ତୁ, ଲୋକକୁ ବିକ୍ରି କରନ୍ତୁ। ନଡ଼ା ନଡ଼ା ହେଉଛି କେତେ ଟଙ୍କା କେତେଟା ନଡ଼ା କେତେ ଟଙ୍କା ଧରିନ ନଡ଼ା 2 ଟଙ୍କା 3 ଟଙ୍କା ତ ଆମର ଏଠି ଗାଁରେ ବୋଲି 2 ଟଙ୍କା 3 ଟଙ୍କା କିନ୍ତୁ ଅନ୍ୟ ଯୋଉଠି ଦେଖିବା ମାନେ 7 8 ନଡ଼ା ବିଡ଼ାକ 7 ଟଙ୍କା 8 ଟଙ୍କା କି 10 ଟଙ୍କା କୋଉଠି ବୁଝିପାରିଲ। ସେଥିପାଇଁ କୁହାଯାଉଛି ତ ଆଉ ଛତୁ ମିଳିବନି ଆଉ ମିଳିବନି ଆର ବର୍ଷ ଆଉ ଛତୁ ମିଳିବନି। ଏଇ ବର୍ଷ ଯାହା ଯେତିକି ସେତିକି ଆଉ ଆର ବର୍ଷ ମିଳିବନି କାରଣ ଯେହେତୁ ଧାନ କଟା ମେସିନ୍ ଗୋଟେ ବାହାରି ପଡ଼ିଛି। ଧୀରେ ଧୀରେ ଛତୁ ରେଟ୍ ମାନେ ଅଧିକ ହବ ତା ଲାଷ୍ଟ ମିଳିବନି ଛତୁ ଆଉ ଠିକ୍ ଅଛି। ତ ଏତିକି କଥା ଆଉ ମିଳିବନି ଛତୁ ଲାଷ୍ଟରେ। ତ ତମେ ବି ଯଦି ଛତୁ କରିବା ପାଇଁ ଚାହୁଁଛ ତ ଛତୁ କରିବା ପାଇଁ ଦରକାର ନଡ଼ା ଦରକାର, ନଡ଼ା କାଟିବା ପାଇଁ ଗୋଟେ ନଡ଼ା କଟା ଦରକାର, ଆଉ ଛତୁ ମଞ୍ଜି ଦରକାର, ଆଉ ଦେଖିବା ତ ଧଳା ଗୋଟେ ଜରି ପାଲ ପଡ଼ିଛି ତ ହେଇ ଜରି ଦରକାର ଠିକ୍ ଅଛି। ତ ଆଉ ଗୋଟେ ପାଣି ଟାଙ୍କି ଦରକାର, ଆଉ ତାକୁ ପାଣି ମଡ଼େଇବା ପାଇଁ ଗୋଟେ ଟୁଲୁ ପମ୍ପ ଦରକାର, ସେତିକି ଦରକାର ଆଉ କିଛି ଦରକାର ନାହିଁ। ଏତିକିରେ ହେଇଯିବ ତମର ଛତୁ ଫାର୍ମ ହେଲା। ନେକ୍ସଟ ଭିଡ଼ିଓରେ କହିବି ତ ଛତୁ କେମିତି ପକାଯାଏ ହେଲା। ଆଉ ଗୋଟେ ବୁଝିପାରିଲ ଆଉ ଗୋଟେ ହେଉଛି ଜିନିଷ ଗୋଟେ ଦରକାର, ଆଉ ଏଇଭଳିଆ ଗୋଟେ ଘର ଭଳିଆ ଗୋଟେ ଏମିତି କରିବାକୁ ଦରକାର ହେଲା। ଏତିକି ହେଲେ ତମେ ଛତୁ ପକେଇ ପାରିବ ତମ ଘରେ ତମ ମାନେ ତମ ବାରିରେ ଆଉ ଘରେ ବୋଲି ଘର ଭିତରେ ନୁହେଁ ହେଲା। ଏମିତି ବାରିରେ ତମେ ଛତୁ ପକେଇ ପାରିବ କିଛି ଅସୁବିଧା ନାହିଁ।